ନମସ୍କାର। ଗୋଟେ କଥା ଜାଣିଛନ୍ତି, ମଣିଷକୁ ତାର ବେଶଭୂଷା ଧନ ସମ୍ପତ୍ତି ପାଇଁ ସମ୍ମାନ ମିଳେନି, ତା ବ୍ୟବହାର ପାଇଁ ସୋସାଇଟିର ସମ୍ମାନ ମିଳିଥାଏ। କାହିଁକି ନା ଯଦି ଗୋଟେ ଶିକ୍ଷକ ରାସ୍ତାରେ ଯାଉଛି, ତାକୁ ଯିଏ ବି ଦେଖେ ତାକୁ ସମ୍ମାନ ପ୍ରଦାନ କରେ। ତାକୁ ଦେଖିକି ପିଲାମାନେ ମୁଣ୍ଡିଆ ମାରନ୍ତି। ରାସ୍ତାରେ ଯାଉଥିବା ପ୍ୟାରେଣ୍ଟସ୍ ମାନେ ତାକୁ ଦେଖିକି ହସିକି ଦି ପଦ କଥା ହୁଅନ୍ତି। କିନ୍ତୁ ଯଦି ସେଇ ଶିକ୍ଷକତା ଦେବା ବଦଳରେ ଯଦି ମଦ ପିଇକି ଥରେ ରାସ୍ତାରେ ବୁଲିଗଲା ନା, ତାକୁ ଆଉ କିଏ ସମ୍ମାନ ଦେବେ? ସେମିତି ଗୋଟେ ନାରୀ ଯଦି ସୋସାଇଟିରେ ତାକୁ ସମ୍ମାନ ମିଳେ ତାର ବେଶଭୂଷା, ତା ସଂସ୍କାର, ତାର ବ୍ୟବହାରକୁ ନେଇକି। ଯଦି ଗୋଟେ ନାରୀ ନିଜର ବେଶଭୂଷା ବଦଳେଇ ଦିଏ, ନିଜ ଆଚାର ବ୍ୟବହାର ବଦଳେଇ ଦିଏ, ଆଉ ସେ ନିଜର ବଡ ମାନଙ୍କୁ ସମ୍ମାନ ଦେଖାଏନି କି ଘରେ କାହାକୁ ଭଲ ପାଏନି, ତାହେଲେ ତାକୁ କେହି ଭଲ ପାଇବେ? ଏ ସତ କଥା। ସେଥିପାଇଁ ସବୁବେଳେ ନିଜ ବ୍ୟବହାରକୁ ଭଲ ରଖନ୍ତୁ। ପରିସ୍ଥିତି ଯାହା ବି ହଉନା କାହିଁକି, ଆଜି ଯଦି ଖରାପ ପରିସ୍ଥିତି ଅଛି ତ ପରିସ୍ଥିତିକୁ କେହି ମନେ ରଖିବେନି, ଆପଣଙ୍କ ବ୍ୟବହାର, ଆପଣ କଥାବାର୍ତ୍ତାକୁ ମନେ ରଖିବେ। ରାଧେ ରାଧେ। ନମସ୍କାର। ଗୋଟେ କଥା ଜାଣିଛନ୍ତି, ମଣିଷକୁ ତାର ବେଶଭୂଷା ଧନ ସମ୍ପତ୍ତି ପାଇଁ ସମ୍ମାନ ମିଳେନି, ତା ବ୍ୟବହାର ପାଇଁ ସୋସାଇଟିର ସମ୍ମାନ ମିଳିଥାଏ। କାହିଁକି ନା ଯଦି ଗୋଟେ ଶିକ୍ଷକ ରାସ୍ତାରେ ଯାଉଛି, ତାକୁ ଯିଏ ବି ଦେଖେ ତାକୁ ସମ୍ମାନ ପ୍ରଦାନ କରେ। ତାକୁ ଦେଖିକି ପିଲାମାନେ ମୁଣ୍ଡିଆ ମାରନ୍ତି। ରାସ୍ତାରେ ଯାଉଥିବା ପ୍ୟାରେଣ୍ଟସ୍ ମାନେ ତାକୁ ଦେଖିକି ହସିକି ଦି ପଦ କଥା ହୁଅନ୍ତି। କିନ୍ତୁ ଯଦି ସେଇ ଶିକ୍ଷକତା ଦେବା ବଦଳରେ ଯଦି ମଦ ପିଇକି ଥରେ ରାସ୍ତାରେ ବୁଲିଗଲା ନା, ତାକୁ ଆଉ କିଏ ସମ୍ମାନ ଦେବେ? ସେମିତି ଗୋଟେ ନାରୀ ଯଦି ସୋସାଇଟିରେ ତାକୁ ସମ୍ମାନ ମିଳେ ତାର ବେଶଭୂଷା, ତା ସଂସ୍କାର, ତାର ବ୍ୟବହାରକୁ ନେଇକି। ଯଦି ଗୋଟେ ନାରୀ ନିଜର ବେଶଭୂଷା ବଦଳେଇ ଦିଏ, ନିଜ ଆଚାର ବ୍ୟବହାର ବଦଳେଇ ଦିଏ, ଆଉ ସେ ନିଜର ବଡ ମାନଙ୍କୁ ସମ୍ମାନ ଦେଖାଏନି କି ଘରେ କାହାକୁ ଭଲ ପାଏନି, ତାହେଲେ ତାକୁ କେହି ଭଲ ପାଇବେ? ଏ ସତ କଥା। ସେଥିପାଇଁ ସବୁବେଳେ ନିଜ ବ୍ୟବହାରକୁ ଭଲ ରଖନ୍ତୁ। ପରିସ୍ଥିତି ଯାହା ବି ହଉନା କାହିଁକି, ଆଜି ଯଦି ଖରାପ ପରିସ୍ଥିତି ଅଛି ତ ପରିସ୍ଥିତିକୁ କେହି ମନେ ରଖିବେନି, ଆପଣଙ୍କ ବ୍ୟବହାର, ଆପଣ କଥାବାର୍ତ୍ତାକୁ ମନେ ରଖିବେ। ରାଧେ ରାଧେ।